ନମସ୍କାର। ଆଜି ଯୋଉ କଥାଟା ମୁଁ କହୁଛି ସେ କଥାଟା ସେଇ ଲୋକ ରିଲେଟ କରିପାରିବ ଯିଏ ବର୍ତ୍ତମାନ ସମୟରେ ବ୍ୟାଚୁଲର ଅଛି କିମ୍ବା ଘର ଠାରୁ ଦୂରରେ ଅଛି। କାରଣ ଯେତେବେଳେ ଆମେ ଦେଖୁଛେ ଆମ ଖାଇବା ବହୁତ ବଳି ଯାଉଛି, ଆମ ଘରେ ଆମେ ଫିଙ୍ଗି ଦଉଛେ। ପ୍ରାୟ ଲୋକ ଅଛନ୍ତି ବହୁତ କିଛି ରୋଷେଇ କରିଦିଅନ୍ତି, ଖାଇପାରନ୍ତିନି, ସେ ଫିଙ୍ଗି ଦିଅନ୍ତି। କିନ୍ତୁ ଥରେ ପଚାରନ୍ତୁ, ଯିଏ ବାହାରେ ଚାକିରି କରିଛି, ଘର ଠାରୁ ଦୂରରେ ଅଛି, ବ୍ୟାଚୁଲର ଅଛି, ସେ କେତେ କଷ୍ଟ ସହିକି ଅଫିସରୁ ଆସେ ଥକି ହାରିକି ରୋଷେଇ କରେ। ଯେତେବେଳେ ରୋଷେଇ କରେ ନା, ତା ଭୋକ ମରିଯାଇଥାଏ। ବହୁତ କଷ୍ଟରେ ସେ ଖାଇବାର ଭ୍ୟାଲୁକୁ ସିଏ ହିଁ ଜାଣିଛି। କେବେ ଆପଣ ଦେଖନ୍ତୁ, ଯୋଉ ପିଲା ଘରେ ଖାଇବା ନଷ୍ଟ କରୁଛି ନା, ଯଦି ସେ ଥରେ ବାହାରେ ଯାଇକି ରହିଛି, ସେ କେବେ ଖାଇବାକୁ ଅସମ୍ମାନ କରିବନି। ସେଥିପାଇଁ କି ଆପଣ ଯଦି ଖାଇବା ଆପଣଙ୍କ ଘରେ ବଳିଛି ନା, ଆପଣ ଭିକାରୀକୁ ଦିଅନ୍ତୁ ୟା ନ ଦିଅନ୍ତୁ, ଭିକାରୀ ତ କୋଉଠି ବି ଯାଇକି ଭିକ ମାଗି ପାରିବ ନା। କିନ୍ତୁ ଆପଣଙ୍କ ଘର ପାଖରେ ଯଦି ଗୋଟେ ବ୍ୟାଚୁଲର ପିଲା ଅଛି କିମ୍ବା ବ୍ୟାଚୁଲର ଝିଅ ଅଛି ଯିଏକି ଏକୁଟିଆ ରହୁଛି, ତାକୁ ଗୋଟେ ଥର ଆପଣଙ୍କ ସେ ବଳକା ଖାଇବା ଦେଇକି ଦେଖନ୍ତୁ। ତା ଓଠରେ ଯୋଉ ହସଟା ଆସିବ ନା, ସେ ଯୋଉ ହୃଦୟରେ ଥ୍ୟାଙ୍କ ୟୁ ଦବ ନା, ସତରେ ଆପଣଙ୍କୁ ନା ପୁରା ଖୁସି ମିଳିଛି। ରାଧେ ରାଧେ।